आज पुणी मु ओडिया साहित्य इतिहास उपरे किछि आलोचना करिबा। किछि प्रश्न नै आसीछि, चलंतु देखिबा। लैंग्वेज एंड लिटरेचर ऑफ ओडिशा केते भागरे ओ केबे प्रकाशित होइथिला? उत्तरटी होउछि 1900 ख्रीष्टाब्दरे ओ उत्कल साहित्य पत्रिकार तृतीय भागरे प्रकाशित होइथिला। परवर्ती प्रश्न, श्यामसुंदर राजगुरुଙ୍କ प्रबंधावली केबे प्रकाशित होइथिला? उत्तर 1917 ख्रीष्टाब्दरे। परवर्ती प्रश्न, प्रबंधावली रे केते जण साहित्य साधक आलोचित? उत्तर होउछि 14 जण। विजय चंद्र मजुमदारଙ୍କ टिपिकल सिलेक्शंस फ्रॉम ओरिया लिटरेचर 3 भाग केउं ख्रीष्टाब्दरे प्रकाश पाइथिला? ଯଥାକ୍ରମେ 1921 ମସିହା, 1923 ମସିହା, 1925 ମସିହାରେ ପ୍ରକାଶ ପାଇଥିଲା। ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସରେ ଥିବା ତ୍ରୁଟିମାନ ଦର୍ଶାଇ କରୁଣାକର କର ଯେଉଁ ପୁସ୍ତକ ରଚନା କରିଥିଲେ ତାର ନାମ କ'ଣ? ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ ସମାଲୋଚନା। ସୂର୍ଯ୍ୟନାରାୟଣ ଦାସଙ୍କ ଓଡ଼ିଆ ସାହିତ୍ୟର ପରିଚୟ କେତେ ଭାଗରେ ପ୍ରକାଶ ପାଇଥିଲା? ଉତ୍ତର ହେଉଛି ଦ୍ୱିତୀୟ ଭାଗରେ। ଦ୍ୱିତୀୟ ଭାଗରେ ରଚିତ ସୂର୍ଯ୍ୟନାରାୟଣ ଦାସଙ୍କ ଓଡ଼ିଆ ସାହିତ୍ୟର ପରିଚୟ କେବେ ପ୍ରକାଶ ପାଇଥିଲା? ଯଥାକ୍ରମେ 1945 ମସିହା 45 ଖ୍ରୀଷ୍ଟାବ୍ଦ ଓ 1949 ଖ୍ରୀଷ୍ଟାବ୍ଦ। ମାୟାଧର ମାନସିଂଙ୍କ ହିଷ୍ଟ୍ରି ଅଫ୍ ଓରିଆ ଲିଟରେଚର କେବେ ପ୍ରକାଶ ପାଇଥିଲା? 1962 ଖ୍ରୀଷ୍ଟାବ୍ଦ। ମାୟାଧର ମାନସିଂଙ୍କ ଓଡ଼ିଆ ସାହିତ୍ୟର ଇତିହାସର ପ୍ରକାଶ କାଳ କେବେ? 1967 ଖ୍ରୀଷ୍ଟାବ୍ଦ। ମାୟାଧର ମାନସିଂଙ୍କ ଓଡ଼ିଆ ସାହିତ୍ୟର ଇତିହାସ ତାଙ୍କ ହିଷ୍ଟ୍ରି ଅଫ୍ ଓରିଆ ଲିଟରେଚରର ଅନୁବାଦ ନା ଅନୁସରଣରେ ଲିଖିତ? ଉତ୍ତର ଅନୁସରଣରେ ଲିଖିତ।